ବରଡ଼ାରେ ପ୍ରତିଷ୍ଠା ହେଲା ଲକ୍ଷ୍ମୀନାରାୟଣ ମନ୍ଦିର। ଏପଟେ ଧର୍ମକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ପଞ୍ଚାୟତର ମୋରଡ଼ା ଗ୍ରାମର ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ଭୁବନ ଚନ୍ଦ୍ର ଘଡ଼େଇଙ୍କ ଆବର୍ତ୍ତନରେ ତାଙ୍କର ସୁଯୋଗ୍ୟ ସନ୍ତାନ ବାପା ମାଙ୍କର ଅନ୍ତିମ ଇଚ୍ଛା ପାଇଁ ମିଳିତ ଭାବେ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ କରି ଆଜି ଶୁଭ ତିଥିରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜନ କରିଥିଲେ। ତେବେ ପ୍ରଥମେ ସଂକୀର୍ତ୍ତନ ଦଳକୁ ନେଇ ଜେମାସାଗର ପୋଖରୀରୁ ଘଟ ଉତ୍ତୋଳନ କରି ହରିନାମ ସଂକୀର୍ତ୍ତନ ମାଧ୍ୟମରେ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହ ଅଣାଯାଇ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା। ପରେ ହୋମଯଜ୍ଞ ଓ ଲକ୍ଷ୍ମୀନାରାୟଣଙ୍କ ବିଗ୍ରହରେ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା, ଯାହାକୁ ନେଇ ସମଗ୍ର ଗ୍ରାମରେ ଉତ୍ସାହ ଦେଖାଦେବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଲା। ଗୋटे ପଟେ ହରିନାମ ସଂକୀର୍ତ୍ତନ ଲାଗି ରହିଥିବା ବେଳେ ଅନ୍ୟପଟେ ଶ୍ରଦ୍ଧାଳୁମାନେ ଅନ୍ନପ୍ରସାଦ ବ୍ୟବସ୍ଥା କରିଥିଲେ ଘଡ଼େଇ ପରିବାର। ତେବେ ପୂର୍ବରୁ ମଧ୍ୟ ଏଠାରେ ଲକ୍ଷ୍ମୀନାରାୟଣ ମନ୍ଦିର ଥାଇ ପୂଜା ପାଇ ଆସୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ମନ୍ଦିର ଜମିକୁ ନେଇ ବିବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଘଡ଼େଇ ପରିବାର ପକ୍ଷକୁ ଏହାର ସମାଧାନ କରିବା ସହ ଗ୍ରାମରେ ସରୋଜ କୁମାର ମହାପାତ୍ର ମନ୍ଦିର ନିର୍ମାଣ ପାଇଁ ଜମିଦାନ କରିଥିଲେ ଓ ସେହି ଜମିରେ ଘଡ଼େଇ ପରିବାର ପକ୍ଷରୁ ମନ୍ଦିର ନିର୍ମାଣ କରାଯାଇ ଆଜିର ଶୁଭଲଗ୍ନରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୁଚାରୁ ରୂପେ ରୀତିନୀତି ଅନୁସାରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି। ତେବେ ଏ ନେଇ କ'ଣ କହୁଛନ୍ତି ମନ୍ଦିର ପ୍ରତିଷ୍ଠାତା ଉତ୍ତମ କୁମାର ଘଡ଼େଇ, ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ। ମୋ ନାଁ ଉତ୍ତମ କୁମାର ଘଡ଼େଇ। ଆଜି ଯେଉଁ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜନ କରୁଛନ୍ତି, ତ ଏଇ ମନ୍ଦିର ନିର୍ମାଣ କେବେଠୁ ଆରମ୍ଭ କରୁଥିଲେ ଏବଂ ନିର୍ମାଣରେ କେମିତି ଆପଣଙ୍କୁ କେତେ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ୁଛି ସେ ବାବଦ? ମନ୍ଦିର ବହୁତ ଦିନରୁ ପ୍ରତିଷ୍ଠା ହେଇଥିଲା କିନ୍ତୁ କମ୍ପ୍ଲିଟ୍ ହେଇନଥିଲା। ତେଣୁ ମୁଁ ଆଉ ଆମର ଗାଁ ସାହି ପଡ଼ିଶା ଜଣେ ସମ୍ପର୍କୀୟ ଭାଇ ସିଏ ଜାଗାକୁ ଗଭର୍ଣ୍ଣମେଣ୍ଟ ଏଗ୍ରିମେଣ୍ଟ କଲେ। ତାପରେ ଆମେ ପୁନରୁଦ୍ଧାର କରି ଯେଉଁ ବାପାଙ୍କର ଅଧୁରା ସ୍ୱପ୍ନ ପୂରଣ କଲୁ। ଆଜି ମନ୍ଦିର ପ୍ରତିଷ୍ଠା କରୁଛୁ। ସବୁ ଗ୍ରାମବାସୀ ମିଶି ପ୍ରତିଷ୍ଠାରେ ସହଯୋଗ କରୁଛନ୍। ସମସ୍ତଙ୍କ ସହଯୋଗ ସହାନୁଭୂତି ରହିଛି। ଏ ମନ୍ଦିର ନିର୍ମାଣ କରିବା ଦିଗରେ କେତେ କଷ୍ଟ ଆପଣଙ୍କୁ ସାମ୍ନା କରିବା ପାଇଁ ପଡ଼ୁଛି? କଷ୍ଟ ତ ସାମ୍ନା କରିବା ପାଇଁ ହେବ। କଷ୍ଟ ନ କଲେ ତୁମେ ଇଷ୍ଟର ପାଇବନି। କଷ୍ଟ ତ ନିହାତି ପାଇବା ପାଇଁ ହେବ ନା। ତ ବାପାଙ୍କ ସ୍ୱପ୍ନ ପୂରଣ କଲେ ଆଜି ପ୍ରତିଷ୍ଠା ଉତ୍ସବ କରୁଛନ୍ତି, ଆପଣଙ୍କୁ କେତେ ଖୁସି ଲାଗୁଛି? ଖୁସି ତ ନିହାତି ଲାଗିବ। ଗୋଟେ ଅଧୁରା ସ୍ୱପ୍ନ ପୂରଣ ହେଉଛି ମାନେ ଖୁସି ନିହାତି ଲାଗିବ। ମୁଁ ଖୁସି ହେବା ସଙ୍ଗେ ସଙ୍ଗେ ଗ୍ରାମବାସୀ ସମସ୍ତେ ଖୁସି ଅଛନ୍ତି, ଖୁସି ଅନୁଭବ କରୁଛନ୍ତି। ମନ୍ଦିରକୁ ନେଇ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ କ'ଣ କରୁଛନ୍ତି? ସମସ୍ତେ ମନ୍ଦିରକୁ ନେଇ ଖୁସି ଅଛନ୍ତି ଏବଂ ପ୍ରତିଷ୍ଠାରେ ଯୋଗ ଦେଉଛନ୍ତି ଏବଂ ପ୍ରସାଦ ସେବନ ବି କରିବେ। ଏବଂ ଯିଏ ଜାଗା ଦାନ କରିଛନ୍ତି ସେ ମୋର ଭାଇ, ସିଏ ବି ଉପସ୍ଥିତ ଅଛନ୍ତି। ତାଙ୍କ ନାଁ ସରୋଜ କୁମାର ମହାପାତ୍ର। ସିଏ ଜାଗା ମନ୍ଦିରକୁ ଦାନ କରିଛନ୍ତି ଏବଂ ମୁଁ ନିର୍ମାଣ କରିଛି ଏବଂ ନିର୍ମାଣରେ ବି ସିଏ ମୋତେ ସହଯୋଗ କରିଛନ୍ତି। लोहिताख्याय पतंगनादाय
ध्यान